ଆଜିଠୁ ବନ୍ଦ ହେଇଯିବ ତୋରି ପାଇଁ ତୋ ପାଇଁ ଧାରାବାହିକ। ରାମର ଜୀବନ ଶେଷ ହୋଇଯାଇଛି। ଚିକି ଆଜି ଯେତେ ଚେଷ୍ଟା କଲେ ବି ରାମକୁ ବଞ୍ଚେଇ ପାରିନି। ରାମର ପ୍ରାଣ ଉଡ଼ିଯାଇଛି। ଆଉ ସିଆକୁ ମଧ୍ୟ ଜୀବନରୁ ମାରିଦେବେ ସମସ୍ତେ। ସିଆକୁ ପଥରରେ ଛେଚି ବାଡ଼ିରେ ମାରି ବନ୍ଧୁକ ଛୁରୀରେ ଏମିତି ଆଘାତ ଦେବେ ଆଉ ସିଆ ଶେଷରେ ବାଏ ବାଏ କହିଦେବ। ଧାରାବାହିକଟି ବନ୍ଦ ହେବାକୁ ଯାଉଛି। ଦର୍ଶକ ବନ୍ଧୁ, ଆଜିର ଅଧ୍ୟାୟରେ ଆପଣମାନେ ତୋରି ପାଇଁ ତୋ ପାଇଁ ଧାରାବାହିକରେ ଏକ ବହୁତ ବଡ଼ ଟୁଇଷ୍ଟ ଦେଖିବେ। ସମାପ୍ତ ହେବାକୁ ଆସିଲାଣି ତୋରି ପାଇଁ ତୋ ପାଇଁ ଧାରାବାହିକ। ଆଗକୁ ଆପଣମାନେ ଆଉ ଦେଖିବାକୁ ପାଇବେନି, କାହିଁକିନା ଏହି ଧାରାବାହିକ ବନ୍ଦ ହେବାକୁ ଯାଉଛି। ରାମର ଖେଳ ଶେଷ ହୋଇଯାଇଛି। ଦେଈମା ଯେତେ ଚେଷ୍ଟା କଲେ ବି ଆଉ ରାମକୁ ବଞ୍ଚେଇ ପାରିନାହାନ୍ତି। ସିଆର ସତ ମଧ୍ୟ ସମସ୍ତଙ୍କ ସାମ୍ନାକୁ ଆସିଯାଇଛି। ଆଉ ସବୁ ମଧ୍ୟ ସିଆର ବିପରୀତ ହୋଇଯାଇଛନ୍ତି। ସିଆକୁ ରାସ୍ତାରୁ ହଟାଇବା ପାଇଁ ମଧ୍ୟ ବହୁତ ବଡ଼ କାଣ୍ଡ କରିଛନ୍ତି। ଏମିତିକି ସିଆକୁ ବିଚ୍ ରାସ୍ତାରେ ପକାଇ ତାକୁ ଆକ୍ରମଣ କରିଛନ୍ତି। ଆଉ ପରିବାରର ଲୋକେ, ନିଜର ଲୋକେ ହିଁ ସିଆକୁ ଆଜି ମାରିଛନ୍ତି, ପିଟିଛନ୍ତି। ରାମ ସହ ଏମିତି ଅବସ୍ଥା ସିଆ କରିଛି ବୋଲି ସବୁ ଜାଣି ନେଇଛନ୍ତି। ଆଉ ଆଜିର ଅଧ୍ୟାୟରେ ଯାହା ସବୁ ଘଟିଲା ସବୁ କିଛି ଡିଟେଲ୍ସ ଆପଣମାନେ ଷ୍ଟେପ୍ ବାଇ ଷ୍ଟେପ୍ ଜାଣିଯିବେ ଯେ ରାମ ପ୍ରକୃତରେ ବଞ୍ଚିବ କି ନାହିଁ, କେବେଠୁ ଏହି ଧାରାବାହିକଟି ବନ୍ଦ ହେବ। ସବୁକିଛି ଜାଣିବା ପୂର୍ବରୁ ଯେଉଁମାନେ ପ୍ରକୃତରେ ତୋରି ପାଇଁ ତୋ ପାଇଁ ଧାରାବାହିକକୁ ଦେଖୁଛନ୍ତି, ଧାରାବାହିକ ଦେଖିବାକୁ ପସନ୍ଦ କରୁଛନ୍ତି, ନିଶ୍ଚିତ ଭାବରେ ଭିଡ଼ିଓକୁ ଲାଇକ୍ କରିବେ ଏବଂ କମେଣ୍ଟ କରି ଜଣାଇବେ ଯେ ଆପଣମାନଙ୍କୁ ଏହି ଧାରାବାହିକଟି କେତେ ମାତ୍ରାରେ ପସନ୍ଦ ଆସେ। ତେବେ ଦର୍ଶକ ବନ୍ଧୁ, ଆଜିର ଅଧ୍ୟାୟରେ ଆପଣମାନେ ତୋ ପାଇଁ ଧାରାବାହିକରେ ଏକ ବହୁତ ବଡ଼ ଟୁଇଷ୍ଟ ଦେଖିବେ। ଆପଣମାନେ ସମସ୍ତେ ଦେଖିବାକୁ ଯାଉଛନ୍ତି କି ଏହି ଧାରାବାହିକରେ ସବୁକିଛି ସମାପ୍ତ ହେବାକୁ ଯାଉଛି। ରାମର ଖେଳ ଶେଷ ହୋଇଯାଇଛି, ସିଆର ଖେଳ ବି ଶେଷ ହୋଇଯାଇଛି। ରାମକୁ ବଞ୍ଚେଇ ପାରିନି ଚିକି। ଜଙ୍ଗଲରେ ରାମ ଏକୁଟିଆ ହୋଇଯାଇଛି ଏବଂ ରାମର ଅବସ୍ଥା ସାଂଘାତିକ। ଆଉ ଶେଷରେ ମଧ୍ୟ ଚିକି ବଞ୍ଚଉ ବଞ୍ଚଉ ରାମ ବାଏ ବାଏ ହୋଇଯାଇଛି। ଦୁନିଆକୁ ଅଲବିଦା କହିଦେଇଛି। ପ୍ରାଣବାୟୁ ରାମର ଚାଲିଯାଇଛି। ଏପଟେ ଯଦି ଦେଖିବେ ସିଆର ଅବସ୍ଥା ମଧ୍ୟ ସାଂଘାତିକ କରିଦେଇଛନ୍ତି ପରିବାର ଲୋକେ। ସିଆର ସତ ସବୁ ଜାଣିବା ପରେ ସମସ୍ତେ ସିଆକୁ ପଥରରେ ଛେଚି ମାରିଦେବାକୁ ଚେଷ୍ଟା କରିଛନ୍ତି। ପଥର ଛୁରୀରେ ଭୁଷି ସିଆକୁ ଜୀବନ